ରୋଡ ପଲିସି ସମସ୍ତ ଯେତକ ଯୋଉ ବିଭାଗ ମାନେ ରାସ୍ତା ନିର୍ମାଣ କରୁଛନ୍ତି ସମସ୍ତଙ୍କ ପାଇଁ ସେ ଗୋଟେ ଗାଇଡଲାଇନ ଭଳି ରହିବ। ରାସ୍ତାର ନିର୍ମାଣ, ରାସ୍ତାର ମେଣ୍ଟେନାନ୍ସ ଏବଂ ଯୋଉ ରାସ୍ତାର ଟ୍ରାନ୍ସଫର, ଇଏ ତିନୋଟି ଯାକ କଥାକୁ ପୁରାପୁରି ଭାବରେ ସିଏ ମନିଟରିଂ କଲା ଭଳି ଏକ ସ୍ଥିତିରେ ରହିବ। ଏବଂ ଗୋଟେ ନିର୍ଦ୍ଦିଷ୍ଟ ପଲିସି ଯୋଉ କଥା ନଥିଲା, ରାସ୍ତା ନିର୍ମାଣ ଦୃଷ୍ଟିକୋଣରୁ ଗୋଟେ ନିର୍ଦ୍ଦିଷ୍ଟ ପଲିସି ହେଲା ପରେ ନିଶ୍ଚିତ ଭାବରେ ରାସ୍ତାର କ୍ୱାଲିଟି ଏବଂ ରାସ୍ତାର ଯୋଉ ଆବଶ୍ୟକତା ଯୋଡ଼ିକ ଯାକ କଥାକୁ ଆଖି ଆଗରେ ରଖିକି ସମ୍ପୂର୍ଣ୍ଣ ରୂପେ ଏକ ଯାହାକୁ କୁହାଯାଏ ଆଗାମୀ ଦିନରେ ଏକ ନୂଆ ଇତିହାସ ତିଆରି ହେଲା ଭଳିଆ ସ୍ଥିତି ହବ, ଯୋଉଥିରେ କି ଓଡ଼ିଶା ପ୍ରଦେଶର ରାସ୍ତା ନିର୍ମାଣ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହବ ବୋଲି ଆମେ ଆଶା କରୁ। ତ ଏବେ 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 ସେ କଥା ମୋ ନୋଟିସକୁ ଆସିଲା, ମୋ ମନ୍ଦିର ପ୍ରଶାସନ ସାଙ୍ଗରେ କଥା ହେଉଛି ଏବଂ ମୁଁ ଆଶା କରୁଛି ସେ ବାବଦରେ ଆମେ ଯଥାଯଥ ପଦକ୍ଷେପ ନେବୁ ଏବଂ ଆଗାମୀ ବର୍ଷ ଠାରୁ କୌଣସି ଦିନ ଏଭଳିଆ କୌଣସି ଜାଗାରେ ବି ଓଡ଼ିଶା ପ୍ରଦେଶ ଭିତରେ ତ ଅନ୍ତତଃ ଏଭଳିଆ କୌଣସି ଅଦିନିଆ ରଥଯାତ୍ରା ନ ହଉ, ସେ ବାବଦରେ ଯାହା ପଦକ୍ଷେପ ନେବା କଥା ଆମେ ନିଶ୍ଚିତ ଭାବରେ ନେବୁ।